ପିଲାମାନେ ଆଜି ଆମେ ପଢ଼ିବା ପରମାଣୁ ଗଠନ ପାଠର ବୋରଙ୍କ ପରମାଣୁ ମଡେଲ ବୋର୍ସ ମଡେଲ ଅଫ୍ ଏଟମ୍। ବୋରଙ୍କ ପରମାଣୁ ମଡେଲର ରଦରଫୋର୍ଡଙ୍କ ପରମାଣୁ ମଡେଲ ସହିତ ଅନେକ ସାମଞ୍ଜସ୍ୟ ଥିଲା। ବୋରଙ୍କ ପରମାଣୁ ମଡେଲର ରଦରଫୋର୍ଡଙ୍କ ପରମାଣୁ ମଡେଲ ସହିତ ଅନେକ ସାମଞ୍ଜସ୍ୟ ଥିଲା। ବୋରଙ୍କ ମଡେଲ ଅନୁସାରେ ପରମାଣୁର ଏକ ଯୁକ୍ତାତ୍ମକ କେନ୍ଦ୍ରସ୍ଥଳୀ ଥାଏ ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ। ନ୍ୟୁକ୍ଲିୟସ୍ କାହାକୁ କୁହାଯାଏ? ପରମାଣୁର ଏକ ଯୁକ୍ତାତ୍ମକ କେନ୍ଦ୍ରସ୍ଥଳୀ ଥାଏ ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ। ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଶୂନ୍ୟ ସ୍ଥାନରେ ଇଲେକ୍ଟ୍ରନ୍ ଗୁଡ଼ିକ କେବଳ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ବର୍ତ୍ତୁଳାକାର କକ୍ଷପଥରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରନ୍ତି। କେଉଁମାନେ ଘୂର୍ଣ୍ଣନ କରନ୍ତି? କେଉଁଠି? ଇଲେକ୍ଟ୍ରନ୍ ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରନ୍ତି। ବୋର୍ ତାଙ୍କ ନୂଆ ପରମାଣୁ ମଡେଲ ସପକ୍ଷରେ କେତୋଟି ସ୍ୱୀକାର ଉପସ୍ଥାପନ କଲେ ଯାହା ରଦରଫୋର୍ଡଙ୍କ ମଡେଲରେ ଥିବା ତ୍ରୁଟି ସୁଧାରି ପାରିଲା। ରଦରଫୋର୍ଡଙ୍କ ତ୍ରୁଟିକୁ ସୁଧାରି ପାରିଲା। ତାଙ୍କ ସ୍ୱୀକାର ଗୁଡ଼ିକ ହେଉଛି: ଫାର୍ଷ୍ଟ, ନ୍ୟୁକ୍ଲିୟସ୍ ଚାରିପଟେ କେବଳ କେତେକ ନିର୍ଦ୍ଦିଷ୍ଟ କକ୍ଷପଥରେ ଇଲେକ୍ଟ୍ରନ୍ ଗୁଡ଼ିକ ଘୂର୍ଣ୍ଣନ କରେ। କେଉଁମାନେ ଘୂର୍ଣ୍ଣନ କରନ୍ତି? ଇଲେକ୍ଟ୍ରନ୍ ଗୁଡ଼ିକ ଘୂର୍ଣ୍ଣନ କରନ୍ତି। ସେକେଣ୍ଡ, ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରୁଥିବା ବେଳେ ଇଲେକ୍ଟ୍ରନ୍ ଗୁଡ଼ିକ ଶକ୍ତି ବିକିରଣ କରନ୍ତି ନାହିଁ, ତେଣୁ ସେହି କକ୍ଷପଥକୁ ବିକିରଣ ବିହୀନ କକ୍ଷ କୁହାଯାଏ ବା ନନ୍ ରେଡିଏଟିଂ କକ୍ଷ କୁହାଯାଏ। ଏହି କକ୍ଷପଥ ବା ସେଲ୍ ଗୁଡ଼ିକୁ ଶକ୍ତି ସ୍ତର ବା ଏନର୍ଜି ଲେଭେଲ୍ କୁହାଯାଏ। ଗୋଟିଏ ପରମାଣୁର ଶକ୍ତି ସ୍ତର ଗୁଡ଼ିକ ଏଇଠି ଗୋଟେ ଚିତ୍ର ଦେଇଛି, ଦେଖ। ଚିତ୍ରରେ ଦର୍ଶାଯାଇଛି ମଧ୍ୟରେ ରହିଛି ନ୍ୟୁକ୍ଲିୟସ୍। ପ୍ରଥମଟି ହେଲା କେ ସେଲ୍, ଦ୍ୱିତୀୟଟି ହେଉଛି ଏଲ୍ ସେଲ୍, ତୃତୀୟଟି ଏମ୍ ସେଲ୍ ଏବଂ ଚତୁର୍ଥଟି ଏନ୍ ସେଲ୍। ଏହିପରି ଅନେକ ଗୁଡ଼ିଏ ସେଲ୍ ଅଛି। ଏଗୁଡ଼ିକୁ 1, 2, 3, 4 ଭାବରେ ମଧ୍ୟ ନିଆଯାଏ। କକ୍ଷପଥ ବା ସେଲ୍ ଗୁଡ଼ିକୁ ନ୍ୟୁକ୍ଲିୟସ୍ ଠାରୁ ଦୂରତା କ୍ରମରେ ଯଥାକ୍ରମେ KLMN ଇତ୍ୟାଦି ଅକ୍ଷର ଦ୍ୱାରା ବା 1, 2, 3, 4 ସଂଖ୍ୟା ଦ୍ୱାରା ମଧ୍ୟ ସୂଚିତ କରାଯାଏ। ବର୍ତ୍ତମାନ ଦେଖିବା ବୋର୍ଙ୍କ କିଛି ବୃତ୍ତାନ୍ତ। ଡେନମାର୍କ ବୈଜ୍ଞାନିକ ନିଲ୍ସ ବୋର୍ 7 ଅକ୍ଟୋବର 1885ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜୀବନ କାଳ ହେଉଛି 1885ରୁ 1962। 1916ରେ ସେ କୋପେନହାଗେନ୍ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ଭାବରେ ନିଯୁକ୍ତି ପାଇଥିଲେ। କେଉଁଠି ନିଯୁକ୍ତି ପାଇଥିଲେ? କୋପେନହାଗେନ୍ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ଭାବରେ ନିଯୁକ୍ତି ପାଇଥିଲେ 1916 ମସିହାରେ। ସେହିପରି 1922ରେ ପରମାଣୁର ଗଠନ ବିଷୟରେ କାର୍ଯ୍ୟ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ। ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ବର୍ତ୍ତମାନ ଦେଖିବା ନ୍ୟୁଟ୍ରନ୍। 1932 ମସିହାରେ ବ୍ରିଟିଶ ବୈଜ୍ଞାନିକ ଜେମ୍ସ ଚାଦୱିକ୍ ପରମାଣୁ ଭିତରେ ଥିବା ନୂତନ କଣିକା ଆବିଷ୍କାର କଲେ। ଏହି କଣିକା ଚାର୍ଜ ବିହୀନ ଏବଂ ଏହାର ବସ୍ତୁତ୍ୱ ପ୍ରୋଟନର ବସ୍ତୁତ୍ୱ ସହିତ ପ୍ରାୟ ସମାନ। କାହାର ବସ୍ତୁତ୍ୱ ସହିତ ସମାନ? ପ୍ରୋଟନର ବସ୍ତୁତ୍ୱ ସହିତ ପ୍ରାୟ ସମାନ ନ୍ୟୁଟ୍ରନର ବସ୍ତୁତ୍ୱ। ଏହି କଣିକାର ନାମ ନ୍ୟୁଟ୍ରନ୍ ରଖାଗଲା। ହାଇଡ୍ରୋଜେନ୍ ବ୍ୟତୀତ ଅନ୍ୟ ସବୁ ପରମାଣୁର ନ୍ୟୁକ୍ଲିୟସ୍ ଭିତରେ ନ୍ୟୁଟ୍ରନ୍ ଥାଏ। ଏହାର ଅର୍ଥ କ'ଣ? ହାଇଡ୍ରୋଜେନ୍ର ନ୍ୟୁଟ୍ରନ୍ ନାହିଁ। ପ୍ରୋଟନ୍ ବା ନ୍ୟୁଟ୍ରନ୍ର ବସ୍ତୁତ୍ୱ ତୁଳନାରେ ଇଲେକ୍ଟ୍ରନ୍ର ବସ୍ତୁତ୍ୱ ନଗଣ୍ୟ, ତେଣୁ ପରମାଣୁର ବସ୍ତୁତ୍ୱ ନ୍ୟୁକ୍ଲିୟସ୍ ମଧ୍ୟରେ ଥିବା ପ୍ରୋଟନ୍ ଓ ନ୍ୟୁଟ୍ରନ୍ର ବସ୍ତୁତ୍ୱର ଯୋଗଫଳ ସହିତ ପ୍ରାୟ ସମାନ। ଅର୍ଥାତ୍ ଗୋଟିଏ ପରମାଣୁର ବସ୍ତୁତ୍ୱ ସମାନ କ'ଣ? ନ୍ୟୁକ୍ଲିୟସ୍ରେ ଥିବା ପ୍ରୋଟନ୍ ଆଉ ନ୍ୟୁଟ୍ରନ୍ର ବସ୍ତୁତ୍ୱର ଯୋଗଫଳ।
ବର୍ତ୍ତମାନ ଦେଖିବା କକ୍ଷପଥରେ ଇଲେକ୍ଟ୍ରନ୍ ମାନଙ୍କର ସଜ୍ଜା। ଏକ ପରମାଣୁର ବିଭିନ୍ନ କକ୍ଷପଥରେ ଇଲେକ୍ଟ୍ରନ୍ ଗୁଡ଼ିକ କିପରି ବାଣ୍ଟି ହୋଇ ରହିଥାନ୍ତି ସେହି ବିଷୟରେ ବୋର୍ ଏବଂ ବରି ପ୍ରସ୍ତାବ ଦେଇଥିଲେ। ଏକ ନିର୍ଦ୍ଦିଷ୍ଟ ଶକ୍ତି ସ୍ତରରେ କେତୋଟି ଇଲେକ୍ଟ୍ରନ୍ ରହିପାରିବ ତାହା ଜାଣିବା ପାଇଁ ନିମ୍ନଲିଖିତ ନିୟମମାନ ଅନୁସରଣ କରିବା। ପ୍ରଥମ ହେଉଛି କୌଣସି ସେଲ୍ରେ ରହୁଥିବା ସର୍ବାଧିକ ଇଲେକ୍ଟ୍ରନ୍ ସଂଖ୍ୟା 2n² ଅଟେ। ଅର୍ଥାତ୍ 2n² ନିୟମ ଦ୍ୱାରା ଇଲେକ୍ଟ୍ରନ୍ ଗୁଡ଼ିକ କେଉଁ ସେଲ୍ରେ କେତୋଟି ରହନ୍ତି ତାହା ଜଣାଯାଇଥାଏ। n ହେଉଛି କକ୍ଷମାନଙ୍କର କ୍ରମିକ ସଂଖ୍ୟା ବା ଶକ୍ତି ସ୍ତରର ସୂଚନାଙ୍କ। n = 1, 2, 3 ଏହିପରି ଭାବରେ ଗଣନ ସଂଖ୍ୟା ଆମେ ନେଇପାରିବା। ଏହି ନିୟମ ଅନୁସାରେ କେଉଁ ସେଲ୍ରେ ସର୍ବାଧିକ କେତୋଟି ଇଲେକ୍ଟ୍ରନ୍ ରହିପାରିବ ତାହା ଆମେ ଜାଣିପାରିବା। ପ୍ରଥମ କକ୍ଷ ବା କେ ସେଲ୍ରେ କେତୋଟି ଇଲେକ୍ଟ୍ରନ୍ ରହିବ ନା, ଯେହେତୁ କେ ସେଲ୍ ହେଉଛି ପ୍ରଥମ ସେଲ୍, n = 1, ସେହି 2n² ନିୟମ ପ୍ରୟୋଗ କଲେ 2 × 1² = 2ଟି ଇଲେକ୍ଟ୍ରନ୍ ରହିପାରିବ। କେ ସେଲ୍ରେ 2ଟି ଇଲେକ୍ଟ୍ରନ୍ ରହିପାରିବ। ସେହିପରି ଦ୍ୱିତୀୟ କକ୍ଷ ବା ଏଲ୍ ସେଲ୍ରେ 2 × 2² = 8ଟି ଇଲେକ୍ଟ୍ରନ୍ ରହିପାରିବ। ଏଥିରେ ଆମେ ଜାଣିଲେ ଏଲ୍ ସେଲ୍ରେ କେତୋଟି ଇଲେକ୍ଟ୍ରନ୍ ରହିବ? ଏଲ୍ ସେଲ୍ରେ 2ଟି ଇଲେକ୍ଟ୍ରନ୍ ରହିପାରିବ। ତୃତୀୟ କକ୍ଷ ବା ଏନ୍ ସେଲ୍ରେ 2 × 3² = 18ଟି ଇଲେକ୍ଟ୍ରନ୍ ରହିପାରିବ। ସେହିପରି ଚତୁର୍ଥ କକ୍ଷ ବା ଏନ୍ ସେଲ୍ରେ 2 × 4² = 32ଟି ଇଲେକ୍ଟ୍ରନ୍ ରହିପାରିବ। ତାହେଲେ ଆମେ ଜାଣିଗଲେ କେ ସେଲ୍ରେ 2ଟି, ଏଲ୍ ସେଲ୍ରେ 8ଟି, ଏମ୍ ସେଲ୍ରେ 18ଟି ଏବଂ ଏନ୍ ସେଲ୍ରେ 32ଟି ଇଲେକ୍ଟ୍ରନ୍ ରହିପାରିବ। ଆମେ ସେକେଣ୍ଡ ପଏଣ୍ଟ ଦେଖିବା। ବାହ୍ୟତମ କକ୍ଷରେ ସର୍ବାଧିକ 8ଟି ଇଲେକ୍ଟ୍ରନ୍ ରହିପାରିବ। ଅର୍ଥାତ୍ ଗୋଟିଏ ପରମାଣୁର ତୃତୀୟ କକ୍ଷଟି ଯଦି ବାହ୍ୟତମ କକ୍ଷ ହୋଇଥାଏ, ତେବେ ସେଥିରେ 8ଟି ବା 8ଟି ଇଲେକ୍ଟ୍ରନ୍ରୁ ଅଧିକ ଇଲେକ୍ଟ୍ରନ୍ ରହିପାରିବ ନାହିଁ। ଆମର ତୃତୀୟ ସେଲ୍ରେ କେତୋଟି ରହିପାରିବା କଥା? 18ଟି। ଯଦି ବାହ୍ୟତମ କକ୍ଷ ହେଇଥିବ ତାହେଲେ 8ଟି ଇଲେକ୍ଟ୍ରନ୍ ରହିବ। ସେହିପରି ଚତୁର୍ଥ କକ୍ଷଟି ଯଦି ବାହ୍ୟତମ କକ୍ଷ ହୋଇଥାଏ, ସେଥିରେ ମଧ୍ୟ 8ଟି ଇଲେକ୍ଟ୍ରନ୍ରୁ ଅଧିକ ରହିପାରିବ ନାହିଁ। ଆମେ ଜାଣିଛେ ଚତୁର୍ଥ କକ୍ଷରେ ଇଲେକ୍ଟ୍ରନ୍ ରହିପାରିବ କେତୋଟି? 32ଟି ଇଲେକ୍ଟ୍ରନ୍ ରହିପାରିବାର କ୍ଷମତା ରହିଛି। କିନ୍ତୁ ଯଦି ବାହ୍ୟତମ କକ୍ଷ ହେଇଥିବ କେବଳ 8ଟି ଇଲେକ୍ଟ୍ରନ୍ ରହିପାରିବ। ଏହାକୁ ଅକ୍ଟେଟ୍ ନିୟମ କୁହାଯାଏ। ଯଦି କୌଣସି କକ୍ଷ ଯଦି ବାହ୍ୟତମ କକ୍ଷ ହୋଇଥିବ, ସେହି କକ୍ଷରେ 8ଟିରୁ ଅଧିକ ଇଲେକ୍ଟ୍ରନ୍ ରହିପାରିବ ନାହିଁ। ଏହାକୁ ଅକ୍ଟେଟ୍ ନିୟମ କୁହାଯାଏ। ବର୍ତ୍ତମାନ କେତୋଟି ମୌଳିକର ପରମାଣୁ ଇଲେକ୍ଟ୍ରନ୍ ସଂରଚନା ଚିତ୍ର ଆମେ ଦେଖିବା। ହାଇଡ୍ରୋଜେନ୍ର 1ଟି ଇଲେକ୍ଟ୍ରନ୍, କାର୍ବନ୍ର 6ଟି ଇଲେକ୍ଟ୍ରନ୍, କେ ସେଲ୍ରେ 2ଟି ଏବଂ ଏଲ୍ ସେଲ୍ରେ 4ଟି ଇଲେକ୍ଟ୍ରନ୍ ରହିବ। ସେହିପରି ସୋଡ଼ିୟମ୍ Na ରେ ଅଛି କେତୋଟି ଦେଖିବା। ପ୍ରଥମ କକ୍ଷ କେ ସେଲ୍ରେ 2ଟି, ଏଲ୍ ସେଲ୍ରେ ରହିଲା 8ଟି ଏବଂ ଏମ୍ ସେଲ୍ରେ ଅଛି 1ଟିଏ ଇଲେକ୍ଟ୍ରନ୍। ସେହିପରି କ୍ଲୋରିନ୍ରେ ପ୍ରଥମ କକ୍ଷ କେ ସେଲ୍ରେ ରହିଛି 2ଟି ଇଲେକ୍ଟ୍ରନ୍, ଏଲ୍ ସେଲ୍ରେ 8ଟି ଏବଂ ଏମ୍ ସେଲ୍ରେ ଅଛି 7ଟି ଇଲେକ୍ଟ୍ରନ୍। ବର୍ତ୍ତମାନ ଅନ୍ୟ ଏକ ମୌଳିକର ପରମାଣୁର ଇଲେକ୍ଟ୍ରନ୍ ସଂରଚନା ଆମେ ଦେଖିବା। କ୍ୟାଲସିୟମ୍ ସିଏ ଏହାର କେ ସେଲ୍ରେ 2ଟି ଇଲେକ୍ଟ୍ରନ୍, ଏଲ୍ ସେଲ୍ରେ 8ଟି ଇଲେକ୍ଟ୍ରନ୍ ରହିବ। 1, 2, 3, 4, 5, 6, 7, 8। ଏଲ୍ ସେଲ୍ରେ ପୁଣି 1, 2, 3, 4, 5, 6, 7, 8ଟି ଇଲେକ୍ଟ୍ରନ୍। କେ ସେଲ୍ରେ 2ଟି, ଏଲ୍ ସେଲ୍ରେ 8ଟି, ଏମ୍ ସେଲ୍ରେ
8ଟି एवं एन सेल रे 2टी इलेक्ट्रॉन रहिबो। काहेकि एम सेल रो कैपेसिटी होउछि हमर 18टी किंतु एठी 8टी रहिला एवं 2टी इलेक्ट्रॉन एन सेल को चली गला। हम जो ऑक्टेट नियम अनुसार 8टी अधिक रहिबो नाही, तेणु अन्य 2टी इलेक्ट्रॉन एन सेल रे रहिला। आज पई एतिकी, धन्यवाद।